ମଣିଷ ବିଶ୍ୱାସ ଅବିଶ୍ୱାସ ଆଉ ଅନ୍ଧବିଶ୍ୱାସକୁ ନେଇକି ବଞ୍ଚିଛି। ଗୋଟେ ଘଟଣା ଘଟିବାର 6 ମାସ ପରେ ମୋ ସ୍ତ୍ରୀ ଆଜି ଷ୍ଟେରିଂ ଧରିଲେ କାରର। ନୂଆ ନୂଆ ପୁଣି ଥରେ ଚଲେଇଲେ ଗାଡ଼ି। ଡର ଏମିତି କନଫିଡେଣ୍ଟଲି ଚଲଉ ଚଲଉ ଧୀରେ ଧୀରେ ଆମେ ଏମିତି ଗୋଟେ ରାସ୍ତାକୁ ପଶିଗଲୁ, 30 କିଲୋମିଟର ଭିତରକୁ ଆସିଗଲୁଣି, ଯେଉଁଠିକି ହୋଟେଲର ନାଁ ଗନ୍ଧ ନାହିଁ। ସକାଳୁ ଜଳଖିଆ ଖାଇନି, ପେଟରେ ମୂଷା ଦୌଡ଼ିଲାଣି, ମୋ ଦେହ ଭୋକରେ ଥରିଲାଣି, କାରଣ ଦିନ 2ଟା ବାଜିଲାଣି। ଯେଉଁଠି ବି ଗୋଟେ ଅଧେ ହୋଟେଲ ସେଠି ନନଭେଜ୍ ଆଉ ଭେଜ୍, କିନ୍ତୁ ଆମେ ତ ଖାଇବୁ ଆଜି ବିନା ପିଆଜ ରସୁଣ, କାରଣ ଚୈତ୍ର ନବରାତ୍ର ଚାଲିଛି। ଯୋଗକୁ ମୋ ଦେହ ଥରିଲାଣି, ଆଉ ମୁଁ ଗାଡ଼ିରେ ବସି ପାରିଲିନି। ସ୍ତ୍ରୀଙ୍କି କହିଲି ତୁମେ ଗାଡ଼ି ରଖ, ମୋ ଷ୍ଟେରିଂ ଧରେ ଟିକେ ସ୍ପିଡ଼ରେ ଯିବି, କେଉଁଠି ଗୋଟେ କ'ଣ ଦେଖିବା। କିନ୍ତୁ ଆଖିରେ ପଡ଼ିଲା ଜନଗହଳି। ତାପରେ ସ୍ତ୍ରୀଙ୍କି କହିଲେ ଯାଇକି ଓହ୍ଲେଇକି ଦେଖ ତ କ'ଣ ସେଠି। ସିଏ ଓହ୍ଲେଇକି ଯାଇକି ସେଠି ପଚାରିଲେ ଯେ ଆମେ ବିନା ପିଆଜ ରସୁଣ ହୋଟେଲ ଖୋଜୁଛୁ, ଭୋକ କଲାଣି, କ'ଣ କରିବୁ, ଏଠି କିଛି ମିଳିବ କି ଖାଇବାକୁ? ସେ କହିଲେ, ଜଣେ ବ୍ରାହ୍ମଣ କହିଲେ, ଆରେ ମା, ଏଠି ପୁରା ଆଜି ମନ୍ଦିର ପ୍ରତିଷ୍ଠା, ତମେ ଏଇଠିକି ଯଦି ଗାଡ଼ି ରଖିକି ପଳେଇ ଆସ, ଅରୁଆ ଡାଲମା ଖଟା କ୍ଷୀରି ସବୁ ଏଇଠି ଖାଇବ। ତ ମନରେ ମୋର ଗୋଟେ ଆଶା ଆସିଲା। ସାଙ୍ଗେ ସାଙ୍ଗେ ଗାଡ଼ି ପାର୍କିଂ କଲି। ଗାଡ଼ି ପାର୍କିଂ କରିକି ତାପରେ ମୁଁ ଆଉ ମୋ ସ୍ତ୍ରୀ ମିଶିକି ଯାଇକି ସେଠି ସେ ଯେଉଁ ମନ୍ଦିରର ପ୍ରସାଦ ସେବନ କଲୁ। ଖୁବ୍ ସୁନ୍ଦର ଟେଷ୍ଟି ଥିଲା। ଖାଇସାରିବା ପରେ ମନ ଶାନ୍ତି ହେଲା ପରେ ପୁଣି ଭଗବାନଙ୍କ ପ୍ରତି ବିଶ୍ୱାସ ଆଉ କୃତଜ୍ଞତାରେ ମୋର ଦେହ ପୁରିଗଲା। ଜୟ ଜଗନ୍ନାଥ।